ନମସ୍କାର ନମସ୍କାର ଦର୍ଶକ ବନ୍ଧୁ। ଭାଗ୍ୟଚକ୍ରର ଏହି ବିଶେଷ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ପ୍ରତିଦିନ ପରି ଆଜି ମଧ୍ୟ ଆମେ ଆଲୋଚନା କରିବା ଗ୍ରହ ନକ୍ଷତ୍ରଙ୍କର ଚଳନ ଆପଣଙ୍କ ଜୀବନରେ କି ପରିବର୍ତ୍ତନ ଆଣିବ। ଆଜି ହେଉଛି ଶୁକ୍ରବାର, ଯାହା ମା ସନ୍ତୋଷୀ ମା ଲକ୍ଷ୍ମୀଙ୍କୁ ସମର୍ପିତ। ଏହା ସହିତ ଆଜି ହେଉଛି ଆନ୍ତର୍ଜାତୀୟ ଶ୍ରମିକ ଦିବସ। ତେବେ ରାଶିଫଳ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ ଉପରେ। 1 ମେ 2026 ଶୁକ୍ରବାର, ବୈଶାଖ ମାସ, କୃଷ୍ଣପକ୍ଷ ମେଷ 18 ଦିନ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ। ସୂର୍ଯ୍ୟୋଦୟ ସକାଳ 5ଟା 19 ମିନିଟ୍, ସୂର୍ଯ୍ୟାସ୍ତ ସନ୍ଧ୍ୟା 6ଟା 10 ମିନିଟ୍। ତିଥି ଓ ନକ୍ଷତ୍ର। ତିଥି ପ୍ରତିପଦା, ଦିବା 8ଟା 24 ମିନିଟ୍ ପର୍ଯ୍ୟନ୍ତ, ତାପରେ ଦ୍ୱିତୀୟା। ନକ୍ଷତ୍ର ସ୍ୱାତି, ଅପରାହ୍ନ 4ଟା 5 ମିନିଟ୍ ପର୍ଯ୍ୟନ୍ତ, ତାପରେ ବିଶାଖା। ଚନ୍ଦ୍ର ତୁଳା ରାଶିରେ ରାତ୍ର 10ଟା 24 ମିନିଟ୍ ପର୍ଯ୍ୟନ୍ତ, ତାପରେ ବିଛା ରାଶି। ଘାତବାର ଓ ଘାତଚନ୍ଦ୍ର। ଘାତବାର, କୌଣସି ରାଶିର ଘାତବାର ନାହିଁ। ଘାତଚନ୍ଦ୍ର ଓ ବୃଷ ରାଶିର ଘାତଚନ୍ଦ୍ର ରାତି 10ଟା 24 ମିନିଟ୍ ପରେ, କୁମ୍ଭ ରାଶିରେ ଘାତଚନ୍ଦ୍ର। ଶୁଭ ବେଳା ଦିବା 5ଟା 19 ମିନିଟ୍ ଠାରୁ 7ଟା ପର୍ଯ୍ୟନ୍ତ ଏବଂ 11ଟା 56 ମିନିଟ୍ ଠାରୁ 2ଟା 38 ମିନିଟ୍ ପର୍ଯ୍ୟନ୍ତ। ରାତ୍ର 7ଟା 39 ମିନିଟ୍ ଠାରୁ 9ଟା 7 ମିନିଟ୍ ପର୍ଯ୍ୟନ୍ତ ଏବଂ 12ଟା 3 ମିନିଟ୍ ଠାରୁ 2ଟା 29 ମିନିଟ୍ ପର୍ଯ୍ୟନ୍ତ। ନିଷିଦ୍ଧ ଖାଦ୍ୟ। ପ୍ରତିପଦ ପାଇଁ ସକାଳ 8ଟା 14 ଯାଏଁ ପାଣି କଖାରୁ ଭକ୍ଷଣ ନିଷେଧ। ଦ୍ୱିତୀୟା ପାଇଁ ସକାଳ 8ଟା 14 ପରେ ବୃହିତ ବାଇଗଣ ଭକ୍ଷଣ ନିଷେଧ। ବିଶେଷ ସୂଚନା। ବନ୍ଧୁଗଣ, ଆଜି ହେଉଛି ପବିତ୍ର ବୈଶାଖ କୃଷ୍ଣ ପ୍ରତିପଦ ଏବଂ ଆନ୍ତର୍ଜାତିକ ଶ୍ରମିକ ଦିବସ। ଆଜି ଚନ୍ଦନ ଯାତ୍ରାର ଦ୍ୱିତୀୟ ଦିନ। ଆଜି ମହାଲକ୍ଷ୍ମୀଙ୍କର ଆରାଧନା କରିବା ସହିତ ଧର୍ମ କଲେ ଶୁଭଫଳ ମିଳିଥାଏ। ଏବେ ଚାଲନ୍ତୁ ଜାଣିବା 12ଟି ରାଶିର ରାଶିଫଳ। ପ୍ରଥମେ ମେଷ ରାଶି। ଆଜି ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଆପଣଙ୍କ ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିବେ। ବ୍ୟବସାୟରେ ନୂଆ ନିବେଶ ପାଇଁ ଦିନଟି ବହୁତ ଭଲ। ପରିବାରରେ କୌଣସି ଶୁଭ କାର୍ଯ୍ୟର ଯୋଜନା ହୋଇପାରେ। ଜୀବନସାଥୀଙ୍କ ସହ ପ୍ରେମ ଅଧିକ ମଜବୁତ ହେବ। ଆଜି କୌଣସି ପୁରୁଣା ମିତ୍ରଙ୍କ ସହ ଭେଟ ହୋଇପାରେ, ଯାହା ଆପଣଙ୍କୁ ଖୁସି ଦେବ। ଶୁଭ ରଙ୍ଗ ଗୋଲାପୀ। ଶୁଭ ସଂଖ୍ୟା 9। ପ୍ରତିକାର, ହନୁମାନ ଚାଳିଶା ପାଠ କରନ୍ତୁ। ବୃଷ ରାଶି। ଆଜି ଦିନଟି ବୃଷ ରାଶିଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ। ଆର୍ଥିକ ଦିଗରେ ବଡ଼ ସଫଳତା ମିଳିବାର ସମ୍ଭାବନା ଅଛି। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପୁରସ୍କାର ମିଳିପାରେ। ଘରେ ସୁଖଶାନ୍ତିର ପରିବେଶ ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜି ଅନୁକୂଳ ସମୟ। ଶରୀର ସୁସ୍ଥ ରହିବ ଏବଂ ମନରେ ସକାରାତ୍ମକ ଭାବ ଆସିବ। ଶୁଭ ରଙ୍ଗ ଧଳା। ଶୁଭ ସଂଖ୍ୟା 6। ପ୍ରତିକାର, ମା ଲକ୍ଷ୍ମୀଙ୍କୁ ପଦ୍ମଫୁଲ କିମ୍ବା ଧଳା ଫୁଲ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ମିଥୁନ ରାଶି। ଆଜିର ମିଥୁନ ରାଶିର ବ୍ୟକ୍ତିମାନେ ନିଜର ବୁଦ୍ଧି ବଳରେ ଜଟିଳ କାର୍ଯ୍ୟକୁ ସହଜ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଏକାଗ୍ରତା ରଖିବେ। ଆୟ ତୁଳନାରେ ବ୍ୟୟ ସାମାନ୍ୟ ଅଧିକ ହୋଇପାରେ, ତେଣୁ ବଜେଟ୍ ଉପରେ ଧ୍ୟାନ ଦିଅନ୍ତୁ। ଯାନବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ। ଶୁଭ ରଙ୍ଗ ସବୁଜ। ଶୁଭ ସଂଖ୍ୟା 5। ପ୍ରତିକାର, ଶ୍ରୀ ଗଣେଶଙ୍କୁ ଦୁର୍ବା ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି କର୍କଟ ରାଶି। ଆପଣ କୌଣସି ସାମାଜିକ କାର୍ଯ୍ୟରେ ଆଜି ବ୍ୟସ୍ତ ରହିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଶୁଭ। ବ୍ୟବସାୟରେ କିଛି ନୂଆ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ। ପରିବାରର କୌଣସି ବୟସ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିପାରେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବା ଦ୍ୱାରା ମାନସିକ ଶାନ୍ତି ପାଇବ। ଶୁଭ ରଙ୍ଗ କ୍ରିମ୍। ଶୁଭ ସଂଖ୍ୟା 2। ପ୍ରତିକାର, ଶିବ ମନ୍ଦିରରେ କ୍ଷୀର ଲାଗି କରନ୍ତୁ। ପରବର୍ତ୍ତୀ ରାଶି ସିଂହ ରାଶି। ଆଜି ଆପଣଙ୍କର ପରାକ୍ରମ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କୌଣସି ପ୍ରତିଯୋଗିତାରେ ଆପଣ ବିଜୟୀ ହେବ। ଅଟକି ରହିଥିବା ଧନ ଫେରି ପାଇବେ। ବ୍ୟବସାୟୀଙ୍କ ପାଇଁ ଦୂରଯାତ୍ରା ଲାଭଦାୟକ ହେବ। ପୈତୃକ ସମ୍ପତ୍ତିରୁ ସୁଫଳ ମିଳିବ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଶୁଭ ଖବର ମିଳିପାରେ। ସ୍ୱାସ୍ଥ୍ୟ ସ୍ଥିର ରହିବ। ଶୁଭ ରଙ୍ଗ କମଳା। ଶୁଭ ସଂଖ୍ୟା 1। ପ୍ରତିକାର, ଆଦିତ୍ୟ ହୃଦୟ ସ୍ରୋତ ପାଠ କରନ୍ତୁ। ପରବର୍ତ୍ତୀ ରାଶି କନ୍ୟା ରାଶି। ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ। ଆର୍ଥିକ ଉନ୍ନତି ହେବ ଏବଂ ନୂତନ ବସ୍ତ୍ର କିମ୍ବା ଅଳଙ୍କାର କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କ ଦାୟିତ୍ୱ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ମଧୁର ରହିବ। ବିଦ୍ୟାର୍ଥୀମାନେ
ନୂତନ ଜ୍ଞାନ ଶିକ୍ଷା କରିବାକୁ ଆଗ୍ରହ ହେବେ। ଶୁଭ ରଙ୍ଗ ହଳଦିଆ, ଶୁଭ ସଂଖ୍ୟା 5। ପ୍ରତିକାର ଗରିବଙ୍କୁ ମିଠା ଖାଦ୍ୟ ଦାନ କରନ୍ତୁ। ପରବର୍ତ୍ତୀ ରାଶି ତୁଳା ରାଶି। ଚନ୍ଦ୍ର ଆଜି ମଧ୍ୟ ଆପଣଙ୍କ ରାଶିରେ ଅବସ୍ଥାନ କରୁଛନ୍ତି। ଆପଣଙ୍କର ବ୍ୟକ୍ତିତ୍ୱ ଆଜି ସମସ୍ତଙ୍କୁ ଆକର୍ଷିତ କରିବ। ସବୁ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହେବ। ଆର୍ଥିକ ଦିଗରୁ ଦିନଟି ଅତ୍ୟନ୍ତ ଶୁଭ। ବ୍ୟବସାୟରେ ଅଂଶୀଦାରଙ୍କ ସହ ସମ୍ପର୍କ ଭଲ ରହିବ। ଘରେ ଖୁସିର ଆୟୋଜନ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଖି ସମସ୍ୟା ଦେଖା ଦେଇପାରେ। ଶୁଭ ରଙ୍ଗ ନୀଳ, ଶୁଭ ସଂଖ୍ୟା 6। ପ୍ରତିକାର କୌଣସି ଗଛ ମୂଳରେ ଜଳ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ବିଛା ରାଶି। ଆଜି ଆପଣଙ୍କୁ ଅନାବଶ୍ୟକ ଯାତ୍ରା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢ଼ିପାରେ, କିନ୍ତୁ ଧୈର୍ଯ୍ୟ ରଖନ୍ତୁ। କୌଣସି ପୁରୁଣା ବିବାଦର ସମାଧାନ ହୋଇପାରେ। ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ, ଫେରି ପାଇବା କଷ୍ଟକର ହେବ। ପ୍ରଭୁଙ୍କୁ ଧ୍ୟାନ କଲେ ମାନସିକ ଶାନ୍ତି ପାଇବେ। ଶୁଭ ରଙ୍ଗ ଗାଢ଼ ଲାଲ, ଶୁଭ ସଂଖ୍ୟା 8। ପ୍ରତିକାର ହନୁମାନ ମନ୍ଦିରରେ ଚନ୍ଦନ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ଧନୁ ରାଶି। ଆଜି ଆପଣଙ୍କ ପାଇଁ ଆୟର ନୂଆ ସୁଯୋଗ ଆସିବ। ଶିକ୍ଷକ ଓ ଗୁରୁଜନଙ୍କୁ ସହାୟତା ମିଳିବ। ସନ୍ତାନଙ୍କ ପକ୍ଷରୁ କୌଣସି ଭଲ ଖବର ମିଳିପାରେ। ବ୍ୟବସାୟରେ ବିସ୍ତାର କରିବାକୁ ଚାହୁଁଥିଲେ ଆଜି ନିଷ୍ପତ୍ତି ନେଇପାରନ୍ତି। ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଆଜି ମନ ଉତ୍ସାହିତ ରହିବ ଏବଂ ଶାରୀରିକ ଶକ୍ତି ମଧ୍ୟ ଭଲ ରହିବ। ଶୁଭ ରଙ୍ଗ ସୁନେଲି, ଶୁଭ ସଂଖ୍ୟା 3। ପ୍ରତିକାର ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ମକର ରାଶି। କର୍ମକ୍ଷେତ୍ରରେ ଆଜି ଆପଣଙ୍କର ଦବଦବା ରହିବ। ବ୍ୟବସାୟୀଙ୍କୁ ବଡ଼ ପ୍ରୋଜେକ୍ଟ ମିଳିପାରେ। ପିତାଙ୍କ ପରାମର୍ଶରେ ଆପଣଙ୍କ କାମ ଆସିବ। ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ। ଘରେ ସୁଖ ସୌଭାଗ୍ୟ ବୃଦ୍ଧି ପାଇବ। ନୂଆ ବନ୍ଧୁତା ସ୍ଥାପନ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ଧ୍ୟାନ ଦିଅନ୍ତୁ। ଶୁଭ ରଙ୍ଗ ବ୍ରାଉନ, ଶୁଭ ସଂଖ୍ୟା 10। ପ୍ରତିକାର ଗରିବ ଶ୍ରମିକଙ୍କୁ କିଛି ସାହାଯ୍ୟ କରନ୍ତୁ। ପରବର୍ତ୍ତୀ ରାଶି କୁମ୍ଭ ରାଶି। ଆଜି ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବ। ଅଧିକାଂଶ କାର୍ଯ୍ୟ ସହଜରେ ପୂରଣ ହେବ। ଧାର୍ମିକ ଯାତ୍ରାରେ ଯୋଗ ରହିଛି। ବିଦେଶ ସହ ଜଡ଼ିତ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟରେ ଲାଭାଂଶ ବୃଦ୍ଧି ପାଇବ। ପରିବାରରେ ହସଖୁସି ପରିବେଶ ରହିବ। କୌଣସି ବଡ଼ ନିଷ୍ପତ୍ତି ନେବା ପାଇଁ ଆଜି ଦିନଟି ଶୁଭ। ଶୁଭ ରଙ୍ଗ ବାଇଗଣୀ, ଶୁଭ ସଂଖ୍ୟା 4। ପ୍ରତିକାର ଅଶ୍ୱସ୍ଥ ଗଛ ମୂଳରେ ଦୀପଟିଏ ଜାଳନ୍ତୁ। ପରବର୍ତ୍ତୀ ରାଶି ମୀନ ରାଶି। ଆଜିର ଦିନଟି ସାମାନ୍ୟ ସତର୍କ ରହିବାର ଅଛି। କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ, ନଚେତ୍ ବିବାଦ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ। ଥଣ୍ଡା ବା ପେଟ ଯନ୍ତ୍ରଣା ହୋଇପାରେ। ବ୍ୟବସାୟରେ କୌଣସି ରିସ୍କ ନିଅନ୍ତୁ ନାହିଁ। ଆର୍ଥିକ ନେଣଦେଣ କଲାବେଳେ ସାବଧାନ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କୁ ସଙ୍କଟରୁ ରକ୍ଷା କରିବ। ଶୁଭ ରଙ୍ଗ ହଳଦିଆ, ଶୁଭ ସଂଖ୍ୟା 3। ପ୍ରତିକାର ଶ୍ରୀ ସୂକ୍ତ ପାଠ କରନ୍ତୁ। ବନ୍ଧୁଗଣ, ଏ ଥିଲା ଆଜିର ରାଶିଫଳ। ଶ୍ରମିକ ଦିବସରେ ଏହି ବିଶେଷ ଦିନରେ ଆମେ ଆମର ଶ୍ରମିକ ଭାଇମାନଙ୍କୁ ପ୍ରତି ସହାନୁଭୂତି ରଖିବା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବା ସହ ନିଜ ଆତ୍ମୀୟ ସ୍ୱଜନଙ୍କ ସହ ସେୟାର କରନ୍ତୁ। ପୁଣି ଦେଖାହେବ ଆସନ୍ତାକାଲି